ମାନେ ଆଉ ଗୋଟେ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଗୋଟେ ମହିଳା ସବୁଦିନେ ଗୋଟେ ରୁଟି ରଖୁଥିଲା ତା ଘର ଆଗରେ। ଆଉ ସେ ଦେଖୁଥିଲା ରୁଟି ରଖିଲା ପରେ ଗୋଟେ ବୁଢ଼ା ଲୋକ ଆସୁଥିଲା ଆଉ ସେ ରୁଟିକୁ ଛିଣ୍ଡେଇକିରି ନେଇଯାଉଥିଲା ଆଉ ଜୋରରେ କହୁଥିଲା, ଯାହା ଦେଇଛୁ ସେଇଆ ପାଇବୁ। ଏମିତି 4-5 ଦିନ ଭଗବାନଙ୍କ ନାଁରେ ରୁଟି ରଖୁଥିଲା ଆଉ ବୁଢ଼ା ଆସିକିରି ସେ ରୁଟି ନେଇଯାଉଥିଲା ଆଉ କହୁଥିଲା, ଯାହା ଦେଇଛୁ ତାହା ପାଇବୁ। ହଠାତ୍ ସେ ମହିଳାକୁ ଲାଗିଲା, ବୁଢ଼ା ଆଶୀର୍ବାଦ କ'ଣ ଦେବ, ମୋତେ ଅଭିଶାପ ଦେଇକି ଯାଉଛି। ହଠାତ୍ ଦିନେ ତା ମନକୁ ଆସିଲା, ରୁଟିରେ କ'ଣ ଟିକେ ମିଶେଇ ଦେବି। ରୁଟିରେ ଟିକେ ବିଷ ମିଶେଇ ଦେଲା। ସେ ବୁଢ଼ା ମରୁ କି ନ ମରୁ ଅଧମରା ହେଇଯାଉ। ଆଉ ସେ ରୁଟିରେ ବିଷ ଲଗେଇଦେଲା। ଭଗବାନଙ୍କ ନାଁରେ ସବୁଦିନ ରୁଟି ରଖେ। ହଠାତ୍ ତା ମନକୁ ଆସିଲା, ମୁଁ ପାପ କରିବା ପାଇଁ ଯାଉଛି। ସେ ରୁଟିଟାକୁ ସେ ଫୋପାଡ଼ି ଦେଲା ଆଉ ନିଆଁରେ ଜାଳିଦେଲା ଆଉ ଭଗବାନଙ୍କ ନାଁରେ ଆଉ ଗୋଟେ ରୁଟି ରଖିଲା। ବୁଢ଼ା ସେଦିନ ବି ଆସିଲା, ରୁଟି ନେଲା ଆଉ କହିକିରି ଗଲା, ଯାହା ଦେଇଛୁ ତାହା ପାଇବୁ। ରାଗିକିରି ମହିଳାଟି ରହିଗଲା। ଆଉ ତାପରେ ହଠାତ୍ ତା ପୁଅ, ସହରରେ ତା ପୁଅ ରହି ପଡ଼ୁଥିଲା, ସେ ମହିଳାର ସେ ଘରକୁ ଫେରିଲା। କହିଲା, ମା, ମୋର ଆଜି ପଇସା ଆଜି ଚୋରି ହେଇଗଲା, ସବୁ ଚୋରି ହେଇଗଲା ମୋର ଆଜି। ମୋତେ ବହୁତ ଜୋରେ ଭୋକ ଲାଗୁଥିଲା ଆଉ ଗୋଟେ ବୁଢ଼ା ଲୋକ ମୋତେ ଗୋଟେ ରୁଟିଟେ ଦେଲେ ଖାଇବାକୁ, ଆଉ ଏଇ ରୁଟିଟିକୁ ମୁଁ ହିଁ ଖାଇକିରି ଆସିଛି। ଅଧା ରୁଟି ଦେଖିକିରି ମହିଳା ଦେଖିଲା, ଆଜି ମୁଁ କେତେ ବଡ଼ ପାପ କରିଥାନ୍ତି। ମୁଁ ଯେଉଁ ରୁଟି କରିଥିଲି ସେଟା ବୁଢ଼ା ପାଖକୁ ଗଲା, ବୁଢ଼ା ମୋ ପୁଅକୁ ଦେଲା, ମୋ ପୁଅ ତାକୁ ଖାଉଛି। ଯଦି ମୁଁ ସେଥିରେ ବିଷ କିମ୍ବା ଜହର ମିଶାଇ ଦେଇଥାନ୍ତି ତାହେଲେ ମୋ ପୁଅ ଆଜି ମରିଯାଇଥାନ୍ତା। ସେଥିରୁ ମହିଳା ଜଣକେ ଜାଣିପାରିଲେ, ତମେ ଭଲ କର୍ମ କର କିମ୍ବା ଖରାପ କାମ କର, ସେ କାମ ଆପଣଙ୍କ ପାଖକୁ ଯେମିତି ହେଲେ ଫେରିବ ଆଉ ଏହି ଜନ୍ମରେ ହିଁ କର୍ମଫଳ ପାଇବେ। ଜୟ ଜଗନ୍ନାଥ।